ଗାଁରେ ବସିଥିଲା ପଞ୍ଚାୟତ ବୈଠକ। ରାଜେଶ ବାବୁ ଆଶା କରିଥିଲେ କି ତାଙ୍କୁ ନ୍ୟାୟ ମିଳିବ ବୋଲି, ହେଲେ ହେଲା ଓଲଟା। ଦୋଷ ନଥାଇ ବୈଠକରେ ରାଜେଶ ବାବୁଙ୍କର ଏତେ ବେଜିତ ହେଲା ଯେ ମୁହଁ ଲୁଚେଇ ଘରକୁ ପଳେଇ ଆସିଲେ। ଆଉ ପ୍ରକୃତ ଦୋଷୀକୁ, ଯିଏକି ଜଣେ ଗୁଣ୍ଡା ପ୍ରକୃତିର ଲୋକ ଥିଲେ, ତାକୁ ଗାଁ ଲୋକ କିଛି ବି କହିଲେନି, ଛାଡ଼ିଦେଲେ। ଘରେ ଆସି ମୁହଁ ଲୁଚେଇ ଲୁଚେଇ କାନ୍ଦୁଥିଲେ ରାଜେଶ ବାବୁ। ସ୍ତ୍ରୀଙ୍କୁ କହୁଥିଲେ କି ଲିପି, ଯଦି ଆଜି ପୁଅଟିଏ ହୋଇଥାନ୍ତା ତାହେଲେ ହୁଏତ ପଞ୍ଚାୟତରେ ମୋତେ ବେଜିତ କରିବା ପାଇଁ କିଏ ବି ସାହସ କରିନଥାନ୍ତେ। ହେଲେ ରାଜେଶ ବାବୁ ଜାଣିନଥିଲେ କି ଏକଥା ଲିପି ଲୁଚିକି ଶୁଣୁଛି ବୋଲି। ଲିପିର ଛାତିରେ ଏକଥା ଏମିତି ଗଳିଗଲା ଯେ ସେ ଆଉ ବସିପାରିଲାନି କି ଠିକ୍ରେ ଖାଇବି ପାରିଲାନି। 2 ବର୍ଷ ବିତିଗଲା। ଲିପି IAS ହୋଇ ଘରକୁ ଫେରିଲେ। ବାପାଙ୍କୁ କହିଲେ, ପୁଣି ଥରେ ପଞ୍ଚାୟତ ବୈଠକ ଡାକ। ପଞ୍ଚାୟତ ବୈଠକ ବସିଲା। ପୁଣି ସେ ଗୁଣ୍ଡା ପ୍ରକୃତିର ଲୋକକୁ ଡକାଗଲା। ସେ ବୈଠକରେ ଲିପି ଏମିତି କିଛି କଲେ, ସାରା ଗାଁ ଲୋକ ସ୍ତବ୍ଧ ହୋଇଗଲେ। ତ ଆପଣଙ୍କ ମନରେ ଆସୁଥିବ କି ଜଣେ ଝିଅ ଯିଏକି ଆଉ କିଛି ଦିନ ପରେ ଜିଲ୍ଲାପାଳ ହୋଇ କେଉଁଠି ଜଏନ୍ କରିଥାନ୍ତେ, ସେ କାହିଁକି ଗାଁକୁ ଯାଇ ପଞ୍ଚାୟତ ବୈଠକ ଡାକିଲେ? ଏମିତି କ'ଣ ଘଟଣା ତାଙ୍କ ଜୀବନରେ ଘଟିଯାଇଥିଲା ଯାହାକୁ ନେଇ ସେ ପଞ୍ଚାୟତ ବୈଠକ ଡାକିଲେ? ଭିଡ଼ିଓ ପୁରା ଦେଖନ୍ତୁ, ଜାଣିପାରିବେ। ଭିଡ଼ିଓକୁ ଲାଇକ୍ ସେୟାର କରି କମେଣ୍ଟରେ ନିଜ ନାଁ ଓ ଜାଗା ନାଁ ଲେଖିଲେ ଆମେ ପରବର୍ତ୍ତୀ ଭିଡ଼ିଓରେ ଆପଣଙ୍କ ନାଁ ଘୋଷଣା କରିବୁ। ଏ ଘଟଣା ହେଉଛି ସୁନ୍ଦରଗଡ଼ ଜିଲ୍ଲାର ରେବତୀ ଗାଁରେ। ସେଠାରେ ଗୋଟିଏ ରାଜେଶ ବାବୁଙ୍କର ପରିବାର ରହୁଥିଲେ। ରାଜେଶ ବାବୁଙ୍କର କେବଳ 2ଟି ଝିଅ ହିଁ ଥିଲେ। ବଡ଼ ଝିଅ ହେଲେ ଲିପି, ଆଉ ସେ ଗ୍ରାଜୁଏସନ୍ କରୁଥିଲେ। ରାଜେଶ ବାବୁ ଗାଁରେ ଥିବା ଚାଷ ଜମିରେ ଚାଷବାସ କରି ଜୀବନ ଅତିବାହିତ କରୁଥିଲେ। କମ୍ ରୋଜଗାରରେ ବି ପରିବାର ହସ ଖୁସିରେ ରହୁଥିଲେ। ହେଲେ ତାଙ୍କ ଖୁସିକୁ କେଜାଣି କାହାର ନଜର ଲାଗିଗଲା। ଦିନେ ଗାଁର କିଛି ଖଳ ପ୍ରକୃତିର ଲୋକ ଆସି କହିଲେ କି ତମ ଜମିରେ କାଲିଠୁ ତମେ ଆଉ ଚାଷ କରିପାରିବନି। ରାଜେଶ ବାବୁ କହିଲେ କି କାହିଁକି? ସେ ଜମି ତ ଆମର ପୂର୍ବପୁରୁଷଙ୍କର ଜମି, ତେଣୁ କାହିଁକି ସେଠାରେ ଚାଷ କରିପାରିବିନି? କିନ୍ତୁ ସେ ଗୁଣ୍ଡା ଶ୍ରେଣୀର ଲୋକମାନେ କହିଲେ କି ଆମେ କହିଲୁ ମାନେ ତମେ ସେଠାରେ ଆଉ ଚାଷ କରିପାରିବନି। ଯଦି ଆମ କଥା ନ ଶୁଣ ତାହେଲେ ତମ ପରିବାରରେ କେହି ବି ଜୀବିତ ରହିବେନି। ଯଦି ଏନେଇ କାହା ପାଖରେ ଅଭିଯୋଗ କରିବ ତାହେଲେ ପରଦିନ ଆଉ ତମ ପରିବାରରେ କେହି ବି ନଥିବେ। ଏତେ ବଡ଼ ଧମକ ପରେ ରାଜେଶ ବାବୁ ଡରିଗଲେ। ଭାବିଲେ କି ମୋର ତ ପଛରେ କେହି ବି ନାହାନ୍ତି, ମୋର ପୁଅ ବି ନାହିଁ, ତେଣୁ ଯଦି ଏମାନଙ୍କ ସହିତ ଲାଗିବି ତାହେଲେ ହୁଏତ ସତରେ ଏମାନେ ମୋ ପରିବାରର ଧ୍ୱଂସ କରିଦେବେ। ସନ୍ଧ୍ୟା ହେଲା। ରାଜେଶ ବାବୁ ସମସ୍ତଙ୍କ ଆଗରେ ଏ କଥା କହିଲେ। ଏମିତି କହି କାନ୍ଦି ପକାଇଲେ। ସେଠୁ ରାଜେଶ ବାବୁଙ୍କର ସ୍ତ୍ରୀ କହିଲେ, କାଲି ତମେ ପଞ୍ଚାୟତ ବୈଠକ ଡାକ, ଆଉ ସେଠାରେ ଅଭିଯୋଗ କର, ଆଉ ପଞ୍ଚାୟତରେ ତ ଆମକୁ ସାହାଯ୍ୟ ନିଶ୍ଚୟ କରିବେ। ପରଦିନ ରାଜେଶ ବାବୁ ପଞ୍ଚାୟତ ବୈଠକ ଡାକିଲେ, ଆଉ ସେମାନଙ୍କ ଆଗରେ ସବୁ କଥା କହିଲେ। ରାଜେଶ ବାବୁ କହିଲେ କି ସେମାନେ ମୋ ପୂର୍ବପୁରୁଷଙ୍କ ଜମି ହଡ଼ପ କରିବାକୁ ଚାହୁଁଛନ୍ତି, ଆଉ ସେଠାରେ ଚାଷ କରିବାକୁ ମନା କରିଦେଇଛନ୍ତି। ତେଣୁ ମୋତେ ଆପଣମାନେ ନ୍ୟାୟ ଦିଅନ୍ତୁ। ଏକଥା ଶୁଣିବା ପରେ ସବୁ ସଦସ୍ୟ ଯେମିତି ଚୁପ୍ ହୋଇଗଲେ, କାରଣ ସେମାନେ ସମସ୍ତେ ଏ ଗୁଣ୍ଡା ପ୍ରକୃତିର ଲୋକକୁ ଡରୁଥିଲେ, ଯାହାର ନାଁ ଥିଲା ରଞ୍ଜିତ। କାରଣ ରଞ୍ଜିତ କାହାରି କଥା ବି ଶୁଣୁନଥିଲା, ଆଉ ତାକୁ ବି ଯିଏ କିଏ କ'ଣ କହୁଥିଲା ସେ ତାକୁ ଏମିତି ହଇରାଣ କରୁଥିଲା ଯେ ସେମାନେ ଆଉ କହିବାକୁ ସାହସ କରୁନଥିଲେ। ସେଠୁ ପଞ୍ଚାୟତର ସବୁ ସଦସ୍ୟ ଚୁପ୍ ହୋଇଗଲେ, କାହାରି ପାଟିରୁ କଥା ବାହାରିଲାନି। ଏତିକି ବେଳେ ରଞ୍ଜିତ ବି ତା ଲୋକଙ୍କୁ ନେଇ ସେଠାକୁ ଆସିଗଲା, ଆଉ ପୁରା ପଞ୍ଚାୟତ ବୈଠକରେ ସେ ରାଜେଶ ବାବୁଙ୍କୁ ଗାଳିମନ୍ଦ କରିବା ସହିତ ବେଜିତ କଲେ। ପରିବାର ଆଉ ଝିଅ ବିଷୟରେ ବି ଖରାପ କଥା କହି ଗାଳି ଦେଲା। ଏସବୁ ଦେଖି ପଞ୍ଚାୟତର ସବୁ ସଦସ୍ୟ ସେଠାରୁ ପଳେଇଲେ। ଆଉ କିଛି ବି ଫଇସଲା ହେଲାନି। ରାଜେଶ ଦୁଃଖ ମନରେ ଘରକୁ ଫେରିଲେ। ଘରେ ପହଞ୍ଚିବା ପରେ ଲିପି ପଚାରିଲେ, ବାପା, ପଞ୍ଚାୟତରେ କ'ଣ ନିଷ୍ପତ୍ତି ହେଲା? ଦୁଃଖ ମନରେ ରାଜେଶ ବାବୁ କିଛି ନ କହି ଘର ଭିତରକୁ ପଳେଇଲେ। ବାପାଙ୍କର ଏପରି ଅବସ୍ଥା ଦେଖିକି ଲିପି ବି ଚିନ୍ତିତ ହୋଇଗଲେ। ସେଠୁ ସେ ଗାଁର ଅନ୍ୟ ଲୋକଙ୍କୁ ଯାଇ ପଚାରିଲେ କି ପଞ୍ଚାୟତରେ କ'ଣ ହୋଇଥିଲା। ସେମାନେ ସବୁ ସତ କଥା କହିଦେଲେ।
कि एमिति रंजित आसी बापा को पूरा बेजित कला। आउ गाँ लोक भी किछि कहिलेनी। एक कथा लिपि को बहुत जोरे खराब लगिथिला। धीरे धीरे संध्या हेबारे लागिला। लिपि और सान भौणी तार निज रूम्रे शोइबा पई चलीगले, किंतु राजेश बाबू और तांका स्त्री तांको रूम्रे बसी कथा हेउथिले। घटना को नहीं लिपि भी शोई पारु नथिले, तेणु से बाहर को पळै आसिले। सेतेबेले से बापा माँ का कथा सुनिबा को पाइले। राजेश बाबू तांका स्त्री को कहुथिले कि आज जा हैला जदि लिपि जगह मोर पुओ थांता ताहले एमिति होई न थांता। एक कथा जेमिति लिपि कानरे पड़िछि। से कांदी पकाइला, काहेकि ना आज तांको अनुभव करई दिया जाइथिला कि से जणे झियो, पुओ नुहे। बापा कहुथिले कि जदि पुओ होई थांता ताहले से मो कांधरे कांध मिसेई कि छिड़ा होई थांता, आउ सेमानंकर भी एते साहस होई न थांता किछि कहिबाकू। हेले राजेश बाबूंकर स्त्री कहुथिले कि जमा भी मन दुख करनी, भगवान जदि झियो देइचंती ताहले किछि भी असुविधा नहीं। राजेश बाबूंक स्त्री तो राजेश बाबू को बुझाउथिले, हेले एक कथा लिपि को जमा भी भल लागिलानी। तांको छात्री जेमिति कंटा गलिबा परी गली जाइथिला। आउ तांको मनरे भी चलीथिला कि जदि मो पुओ होई थांती ताहले बापांको कांधरे कांध मिलेइकी तांको साथ देई पारि थांती। पूरा राति तांको आखिरे निद नथिला। मनरे बारंबार सही गोटिए कथा आसुथिला। परदिन सकाळ हेला, से कॉलेज जीवा पाई प्रस्तुत हेले। हेले क्लास रे भी से गोटिए कथा तांको मनरे बारंबार आसुथिला कि सतरे जदि मु पुओ होई थांती ताहले से माने बापांकर बेजित करबा पई साहस कर न थांते, बापांको एते कथा सुनिबा को पड़ी न थांता। एहा भाबी भाबी मन भी कौनसी पाठरे लागु नथला। एमिति केते दिन जाए लिपि गुमसुम होई बसी रहुतले। लिपि को एमिति देखी तांकर रीता मैडम कर मनरे संदेह हैला। दिने से लिपि को डाकी पचारिले, लिपि तमे क्लास रे तो अछ, हेले तम ध्यान आउ कुआडे रहुछि, कौन हिछि तमर मते कुह, जदि किछि हेबो मु समाधान पई चेष्टा करिबी। मैडम कर स्नेह बड़ा कथारे लिपि कांदी पकेइले। आउ मैडम को धरी कांदी कांदी सब कथा कहिले। बापा तांकर बेजित नहीं पूरा भांगी पड़छंती। आउ से भी माँ को कहुथिले कि मु जदि पुओ होई थांती ताहले तांको कांधरे कांध मिसेई तांको साहाय्य करि थांती। से माने बापा को बेजित करबा को साहस कर न थांते। एक कथा सुनिबा परे रीता मैडम भी असुविधारे पड़ी गले। एक एमिति कथा तांको सामना को पळै आसिला जेउठी पुओ झियोंक भितर फरक देखा जाउथला। रीता मैडम जने अध्यापक थिले। से जानिथिले पुओ झियो समस्ते समान, झियो भी समान काम करि परिबो। तापरे से लिपि को बुझेइले, लिपि किछि भी असुविधा नहीं, तू झियो हेले कौन हैला, झियो माने केबे भी दुर्बल नुहंती, झियो माने किछि भी करि पारंती। तापरे रीता मैडम लिपि को बहुत बुझेवा सहित तांको उत्साहित कले। कहिले कि लिपि तमे भलरे पाठ पढ़, आउ एक बड़ ऑफिसर हुआ, तापरे तम बापांक प्रति होइथिबा अन्याय और बेजित रे तमे प्रतिशोध नहीं परिबो। सेठु लिपि मनरे जोश पळै आसला। आउ से रीता मैडम का आगे प्रतिज्ञा कले, मैडम मु पढ़ी पढ़ी एक बड़ ऑफिसर हेबी, आउ बापांक बेजित रो प्रतिशोध नेबी। सेठु लिपि खूब परिश्रम करिबारे लागिले। जेतेबेले तांको मन दुर्बल होई जाइथिला सेतेबेले बापांक प्रति होइथिबा अन्याय और बेजित कथा तांकर मने पड़ी जाउथला। धीरे धीरे समय बीतवा सहित ग्रेजुएशन सरिला। आउ ग्रेजुएशन सरिबा परे राजेश बाबू लिपि को कहिले, झियो एबे तो तोर बयस होई गलानी, तेणु तते बाहा करई देबी। हेले लिपि कहिला कि बापा एबे मु जमा बाहा हेबिनी, मु आहुरी पढ़िबी, आउ जणे बड़ ऑफिसर हेबी। तापरे बापा भी खुशी होई गले। कहिले कि ठीक अछि झियो, तो पाखरे 2 वर्ष अछि, आउ से 2 वर्ष भितरे जदि तू तो लक्ष्य रे सफल रही गलु ताहले बहुत भल कथा, नहेले तो विवाह करई देबी। शुणिकी लिपि टिके चिंतित होई गले, किंतु परे से निजे निज मन को बुझेइले आउ पाठ पढ़ा आरंभ करदेले। बापा को कहिले कि बापा मु दिल्ली जाई प्रस्तुति करबा को चाहूची। राजेश बाबू भी टिके चिंता करबा पर राजी होई गले। आउ सप्ताहे भितरे लिपि दिल्ली पळेले। से घटना परे राजेश बाबू चाष काम छाड़ी एक कंपनी रे जोग देइथिले।
ଆଉ ସେହି ସାହସରେ ସେ ଲିପିଙ୍କୁ ଦିଲ୍ଲୀ ଯିବା ପାଇଁ ହଁ କରିଦେଇଥିଲେ। ଦିଲ୍ଲୀ ଯିବା ପରେ ଲିପି ପାଠ ପଢ଼ାରେ ଖୁବ୍ ପରିଶ୍ରମ କରୁଥିଲେ। ଦିନ ରାତି ଏକ କରିଦେଇଥିଲେ। ଏମିତି ସମୟ ବିତୁଥିଲା। ପ୍ରଥମ ବର୍ଷ ସେ IAS ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିଲେନି। ହେଲେ ସାହସ ହାରି ନଥିଲେ। ମନ ଦୁଃଖ ହୋଇଗଲେ ସେ ବାପାଙ୍କ ବେଜିତ୍ କଥା ମନେ ପକାଉଥିଲେ। ଆଉ ତାପରେ ସତ ସିଂହର ସାହସ ତାଙ୍କ ଭିତରେ ପଳେଇ ଆସୁଥିଲା। ପୁଣି ପାଠ ପଢ଼ାରେ ଲାଗିଯାଉଥିଲେ। ହେଲେ ଏଥର ତାଙ୍କୁ ଆଉ ଅପେକ୍ଷା କରିବାକୁ ପଡ଼ିଲାନି। ଦ୍ୱିତୀୟ ଥରରେ ହିଁ ସେ IAS ପାଇଗଲେ। ଯେଉଁଦିନ ସେ IAS ରେଜଲ୍ଟ ଆସିଲା ଶୁଣିକି କାନ୍ଦିବାରେ ଲାଗିଲେ। ତାଙ୍କ ପାଖରେ ଥିବା ଝିଅମାନେ ପଚାରିଲେ କି ତମେ ତ IAS ହୋଇଗଲ, ତଥାପି ଏମିତି ବିକଳ ହୋଇ କାହିଁକି କାନ୍ଦୁଛ? ଶୁଣିକି ଲିପି ଶାନ୍ତ ହୋଇଗଲେ। ସତ ହେଲା ତାଙ୍କ ଆଖିରୁ ଲଗାତାର ଲୁହ ବୋହିବାରେ ଲାଗୁଥିଲା। ସେ କହିଲେ କି ମୁଁ ଆଜି ମୋ ମ୍ୟାଡ଼ାମଙ୍କ ପାଇଁ ମୋ ଲକ୍ଷ୍ୟ ପାଇଗଲି। ସେ ମୋତେ ସବୁବେଳେ ସାହାଯ୍ୟ କରୁଥିଲେ। ସେଠୁ ଲିପି ରୀତା ମ୍ୟାଡ଼ାମଙ୍କୁ ଫୋନ୍ କରି ଖୁସି ଖବର ଦେଲେ। ରୀତା ମ୍ୟାଡ଼ାମ ଶୁଣିକି ଖୁସି ହୋଇଗଲେ ଆଉ ଢେର ସାରା ଆଶୀର୍ବାଦ ଦେଲେ। ତାପରେ ବାପାଙ୍କୁ ଫୋନ୍ କରି ଖୁସିର ଖବର ଦେଲେ। କହିଲେ ବାପା, କିଛି ଦିନ ଭିତରେ ମୋର ଟ୍ରେନିଂ ଆରମ୍ଭ ହୋଇଯିବ ଆଉ ତାପରେ ମୁଁ ଜିଲ୍ଲାପାଳ ହୋଇଯିବି। ହେଲେ ବାପା, ଗାଁରେ ଏକଥା କାହାକୁ ବି କହିବନି। ରାଜେଶ ବାବୁ କହିଲେ କି ଝିଅ, ଏତେ ବଡ଼ ଖୁସି ଖବର ମୁଁ କାହାକୁ ବି କହିବିନି। ରାଜେଶ ବାବୁ କହିଲେ କି ଝିଅ, ଏତେ ବଡ଼ ଖୁସି ଖବର ମୁଁ କାହାକୁ କହିବିନି ବୋଲି କାହିଁକି କହୁଛୁ? ଲିପି କହିଲେ କି ବାପା, ମୁଁ ଏ କଥା ପରେ କହିବି, ହେଲେ ତମେ କାହାରିକୁ କିଛି କହିବନି। ଧୀରେ ଧୀରେ ସମୟ ବିତୁଥିଲା ଆଉ ସମୟ ବିତିବା ସହିତ ଲିପିଙ୍କର ଟ୍ରେନିଂ ବି ସରିଗଲା। ଜଏନିଂ ଆଗରୁ କିଛି ସମୟ ତାଙ୍କ ପାଖରେ ଥିଲା। ସେ ସମୟ ସେ ଘରେ ବିତେଇବା ପାଇଁ ଗାଁକୁ ଆସିଥିଲେ। ଆଉ ଯେମିତି ଘରେ ପହଞ୍ଚିଲେ ଲିପିଙ୍କୁ ଦେଖିକି ସମସ୍ତେ କାନ୍ଦି ପକେଇଲେ। କାହିଁକି ନା ଗତ 2 ବର୍ଷ ହେଲା ଲିପି ନା ଘରକୁ ଆସିଥିଲେ ନା ପରିବାର ସହିତ ଠିକ୍ରେ କଥା ହେଇଥିଲେ। କାହିଁକି ନା ଏ 2 ବର୍ଷ ଲିପି ଏକ କରିଦେଇଥିଲେ ନିଜ ଲକ୍ଷ୍ୟ ହାସଲ କରିବା ପାଇଁ। ଏପରିକି ସେ ନିଜ ରୁମ୍ ବାହାରେ କ'ଣ ଘଟୁଛି ଜାଣିପାରୁନଥିଲେ। ଦିନ ହୋଇଛି ନା ରାତି ହୋଇଛି। ତାପରେ ସେ ବାପାଙ୍କ ଆଗରେ ଛିଡ଼ା ହୋଇ କହିଲେ, ବାପା, କାଲି ତମେ ପଞ୍ଚାୟତ ବୈଠକ ଡାକିବ। ବାପା ପଚାରିଲେ କି ଝିଅ, କ'ଣ ହେଲା ଯେ ପଞ୍ଚାୟତ ଡାକିବା ପାଇଁ କହୁଛୁ? ସେଠୁ ଲିପି କହିଲେ, ବାପା, ତମର କ'ଣ ମନେ ନାହିଁ? ତମେ 3 ବର୍ଷ ଆଗରୁ ଯେବେ ପଞ୍ଚାୟତ ଡାକିଥିଲ ସେଠାରେ ତମର କେତେ ବେଜିତ୍ କରାଯାଇଥିଲା, ଆଉ କାଲି ତାର ହିସାବ ହେବ। ବାପାଙ୍କ ବେଜିତ୍ ଝିଅ ମନେ ରଖୁଥିବା କଥା ଜାଣିବା ପରେ ରାଜେଶ ବାବୁ ଯେମିତି ଚକିତ ହୋଇଗଲେ ଆଉ ସେଠାରେ ହିଁ କାନ୍ଦି ପକେଇଲେ। ଖାଲି ରାଜେଶ ବାବୁ କାହିଁକି, ପୁରା ପରିବାର କାନ୍ଦି ପକେଇଲେ। ଝିଅ ହୋଇ ଲିପି ବାପାଙ୍କ ଅପମାନ କଥା ଭୁଲି ନଥିଲେ। ଲିପି ବାପାଙ୍କୁ କୁଣ୍ଢେଇ ପକାଇ କହିଲେ, ବାପା, ଏବେ ତମର ଆଉ ଚିନ୍ତା କରିବାର କିଛି ନାହିଁ। ତମ ଅପମାନର ପ୍ରତିଶୋଧ ନେବାକୁ ପଡ଼ିବ। ତେଣୁ ତମେ ଆଉଥରେ ପଞ୍ଚାୟତ ଡାକ। ହେଲେ ମା କହିଲେ, ଝିଅ, କିଛି ଦରକାର ନାହିଁ। ତୁ ଏତେ ବଡ଼ ଅଫିସର ହେଇଗଲୁ, ଆମର ଆଉ କିଛି ବି ଦରକାର ନାହିଁ। ହେଲେ ଲିପି ସଫା କହିଦେଲେ, ଯେମିତି ହେଲେ ପଞ୍ଚାୟତ ବୈଠକ ଡାକ। ପରଦିନ ପଞ୍ଚାୟତ ବୈଠକ ବସିଲା। ରଣଜିତ ବି ନିଜ ଲୋକଙ୍କୁ ନେଇ ସେଠାକୁ ଆସିଲେ, ଯିଏକି ଲିପିଙ୍କ ବାପାକୁ ଧମକ ଦେଇ ସେ ଜମି ହଡ଼ପ କରିନେଇଥିଲେ। ତା ସହିତ ସଭାରେ ଲିପିଙ୍କ ବାପାଙ୍କୁ ଅପମାନ କରିଥିଲେ। ବୈଠକକୁ ଲିପି ନିଜ ବାପାଙ୍କ ସହିତ ଗଲେ। ଜଣେ ଅଫିସରର ଅନ୍ଦାଜରେ ସେ ସେଠାରେ ପହଞ୍ଚିଲେ। ବୈଠକରେ ସଫା କହିଲେ କି 3 ବର୍ଷ ଆଗରୁ ଆପଣମାନେ ଯେଉଁ ନିଷ୍ପତ୍ତି ନେଇଥିଲେ ତାହା ସମ୍ପୂର୍ଣ୍ଣ ଭୁଲ ଥିଲା। ତେଣୁ ଆଜି ଆଉଥରେ ସେ ଫଇସଲା କରିବାକୁ ପଡ଼ିବ। ସେତେବେଳେ ମୋ ବାପା ଏକା ଥିଲେ, ଆଉ ଆଜି ମୋ ବାପାଙ୍କ କାନ୍ଧରେ କାନ୍ଧ ମିଶେଇକି ଏଠାରେ ଛିଡ଼ା ହେଇଛି ଆଉ ଆପଣମାନଙ୍କ ସଠିକ୍ ନିଷ୍ପତ୍ତିକୁ ଅପେକ୍ଷା କରୁଛି। ଲିପିଙ୍କ ଏମିତି ଦବଙ୍ଗ ଷ୍ଟାଇଲ ଦେଖି ପଞ୍ଚାୟତ ସଦସ୍ୟମାନେ ଆଶ୍ଚର୍ଯ୍ୟ ହୋଇଗଲେ। ଯେଉଁ ଝିଅକୁ ରାଜେଶ ବାବୁ ବାହାରକୁ ଛାଡ଼ୁନଥିଲେ ସେହି ଝିଅ ଆସି ଭରା ସଭାରେ ସମସ୍ତଙ୍କ ଆଖିରେ ଆଖି ମିଶେଇ କଥା କହୁଥିଲେ। ତେଣୁ ଆଶ୍ଚର୍ଯ୍ୟ ହୋଇ କିଛି ସଦସ୍ୟ ରାଜେଶ ବାବୁକୁ ପଚାରିଥିଲେ କି ତମେ ତମ ଝିଅକୁ ସାଥିରେ ନେଇକି କାହିଁକି ଆସିଛ? ସେତେବେଳେ ରାଜେଶ ବାବୁ କହିଲେ କି ଆପଣ ଯାହାକୁ ଦେଖୁଛନ୍ତି ସେ ଜଣେ IPS ଅଫିସର। ସେ ହେଉଛି ମୋ ଝିଅ ଲିପି। ସେ ହିଁ ମୋତେ ପଞ୍ଚାୟତ ଡାକିବାକୁ କହିଥିଲା ଆଉ କହିଥିଲା କି 4 ବର୍ଷ ତଳର ପଞ୍ଚାୟତରେ ଶୁଣାଣି ଆଉଥରେ କରାଯାଉ, କାରଣ ସେତେବେଳେ ଆପଣମାନେ ନିଷ୍ପତ୍ତିକୁ ଅଧାରେ ଛାଡ଼ିକି ପଳେଇଥିଲେ।
एबे जेमिति समस्ते जानिले कि लिपि आईएएस ऑफिसर हो जाइछंती समस्तक मुह तळुक होइगला। कारण पंचायतर किछि सदस्य भी राजेश बाबूंकर मजाक उड़ैथिले। एहा भितरे स्थानीय पुलिस भी आसी पहुंची जाइथिला, जहाकु लिपि निजे फोन करी डकैथिले। पुलिस अधिकारी उपस्थिति रे एबे फैसला हैला से रंजीत को भरा सभारे लिपि और तांको बापांक ठारू अपमानित हेबाकु पड़िला। रंजीत राजेश बाबूंकर से जमी को छाड़ी देले। लिपि पूरा प्रतिशोध नेले आ मन इच्छा रंजीत सहित बापांक मजाक उड़ैथिबा लोकंकु गाली देले। रंजीत आउ तांको लोकंक पाटिरु पदे कथा भी बाहलानी, कारण से जानिथिला कि जणे जिलापालंक सहित लागिले से बर्बाद हो जिवो। राजेश बाबूंकर सपक्ष रे थिबा लोक पूरा खुशी हो जाइथिले। सेमाने भी अनुभव करि पारथिले कि झियो भी पुओ ठारू कम नुहे। परदिन लिपि निजे बापांको साथरे नहीं से जमी को गले आ कहिले कि बापा एबे तमे आराम रे एठारे काम करिवो, एबे तमे काहाकु भी डरिबा दरकार नहीं। एहा परे गाँ रे लिपिंको इज्जत पूरा बढ़ी गला। से दिन घरे पहुँचीबा परे लिपि इमोशनाल होई गले आ कहिले कि बापा मो झियो हेले भी कौनसी पुओठू कम नुहे। राजेश बाबू कहिले झियो मु केतेबेले कहिली तू झियो आ पुओठू कम बोली। सेठू लिपि कहिले कि बापा तमे से दिन माँ को जहाँ सब कहूतल मु शुणी देइथिली आ शुणिबा परे मु प्रतिज्ञा करिथिली मो जिलार सबुठू बड़ ऑफिसर होइकी देखैबी बोली। आ सबुठू बड़ ऑफिसर होई तम कांधरे कांधा मिसेइकी चलिबी। एकथा शुणी लिपिंको बापांको मुह तळुकु हेगला। सांगे सांगे लिपि बापांको जाबुड़ी धरी कहिले बापा तमे खराब भाबिबा दरकार नहीं। एबे से माने मुह तळुकु करी चलिबे जे माने तुमको बेजित करथिले। तापरे पूरा परिवार रे खुशीर माहौल आसी जाइथिला। हस खुशी रे दिन बीतीगला। किछि दिन परे लिपिंको चाकरी रे डकरा पळै आसला। लिपिंको पोस्टिंग अन्य एक जिल्ला रे होइथिला। लिपि पूरा सचोटतार सहित करुथिले काम। एहा भितरे लिपि तांको जिलार एसीपी को रंजीत और तांको लोकक विषय रे संपूर्ण खबर देदेले। केमिति सेमाने बेआईन कारबार रे लिप्त रहिछंती और गाँर परिवेश नष्ट करुछंती। आउ कहिले कि तुरंत तांको उपरे कार्यानुष्ठान नेबाकु हेबो। जड़े जिलापालक कथा शुणिबा परे एसीपी तुरंत थाना अधिकारी को डाकी कार्यानुष्ठान नेबाकु निर्देश देले। आउ अल्प दिन भितरे पुलिस प्रमाण सहित रंजीत और तांको लोकों को गिरफ्त करनेला। पुलिस तांकर सबु बेआईन कारोबार को बंद कला। एबे गाँ लोक भी शांति रे निश्वास मारुथिले, कारण रंजीत रो उत्पाद दिन को दिन बढ़िबारे लागिथिला। आउ एबे सेथिरु निस्तार मिलिला। एक कथा जानिबा परे राजेश बाबूंकर छाती आहुरी चौड़ा हो जाइथिला। से निज झियो को बनै बहुत गर्व करिबारे लागिथिले। तो कहानी एतिकी थिला। जड़े झियो होई भी लिपि देखई देले कि से कौनसी पुओ ठारू कम नुहे। से बापांक अपमानर प्रतिशोध नेबा सहित निज जीवन को गढ़ी तोड़िले। तो श्रोता बंधु मैंने आशा करुछि आज यही कहानीटी आपण मानक निश्चिंत पसंद आसथिबो। आ पसंद आसथिले भिडियोटी को लाइक शेयर और मोग पपाड़ी चैनल को सब्सक्राइब करने को बिल्कुल भी भूलंतु नहीं। तेज आज रहुछि बाय। पुणी देखाबो आउ एक सुंदर कहानी सहित आउ एक नया भिडियो रे। धन्यवाद।